ଦେଖନ୍ତୁ ଆମର ଧାନ ପ୍ରୋକ୍ୟୁରମେଣ୍ଟ କାମ ଆରମ୍ଭ ହେଇଗଲାଣି। ସମ୍ବଲପୁର, ବରଗଡ଼, ସୋନପୁର, କଳାହାଣ୍ଡି ଏସବୁ ଜିଲ୍ଲାମାନଙ୍କରେ ଆରମ୍ଭ ହେଇଗଲାଣି। ଅନ୍ୟାନ୍ୟ ଜିଲ୍ଲାମାନଙ୍କରେ ମଧ୍ୟ ଆରମ୍ଭ ହେଇଯିବ, କାରଣ ଡିଏଲ୍ପିସି ମିଟିଂ ସବୁ ବିଭିନ୍ନ ଜିଲ୍ଲାମାନଙ୍କରେ ହେବ। ତାଙ୍କର ଯେଉଁ ତାରିଖ ନିର୍ଦ୍ଧାରଣ କରିବେ ସେ ତାରିଖରୁ ସେମାନେ ଧାନ କିଣା ଆରମ୍ଭ କରିବେ। ଧାନ କିଣା ପୁରା ସୁରୁଖୁରୁରେ ଚାଲିଛି, କିଛି ଅସୁବିଧା ନାହିଁ। ଚାଷୀମାନେ ବହୁତ ଖୁସି ଅଛନ୍ତି। ନାଇଁ, ମିଲର ମାନଙ୍କର ସବୁ ଦାବି ଆମେ ପୂରଣ କରିଦେଇଛୁ। ଆଉ ଗୋଟେ ଦିଟା ଯୋଉ ଦାବି ଅଛି ସେଇଟା ମୁଖ୍ୟମନ୍ତ୍ରୀଙ୍କ ବିଚାରାଧୀନ ଅଛି, ଆଉ ସେମାନେ ବି ଜାଣିଛନ୍ତି। ତାଙ୍କୁ ଆମେ ପୁରା ସହଯୋଗ କରୁଛୁ, କାରଣ ତାଙ୍କ ବିନା ତ ପ୍ରୋକ୍ୟୁରମେଣ୍ଟ କାମ ହେଇପାରିବ ନାହିଁ। ସିଏ ବି ଆମର ପାର୍ଟ ଅଫ୍ ଦି ପ୍ରୋସେସ୍, ଆମର ଗଭର୍ଣ୍ଣମେଣ୍ଟ ସହିତ ତାଙ୍କର ସହଯୋଗ ରହିଛି। ତେଣୁ ତାଙ୍କୁ ଆମେ ନେଇକି ଚାଲୁଛୁ, କୌଣସି ବାଦ ବିବାଦ ନାହିଁ। ଡିମାଣ୍ଡ ତାଙ୍କର ମାନେ କଷ୍ଟୋଡି ଚାର୍ଜ, କଷ୍ଟୋଡିଆନ ଯୋଉ ତାଙ୍କର ଗୋଦାମରେ ଧାନ ଗୁଡ଼ାଏ ଦିନ ରହୁଛି ତା ଉପରେ ଚାର୍ଜ ସେ ମାଗୁଥିଲେ, ଆମେ ତାର ଚାର୍ଜ ମଧ୍ୟ ଓକେ କରିଦେଇଛୁ। ତାପରେ ସେମାନେ ତାଙ୍କର ମିଲିଂ ଚାର୍ଜ ବଢ଼ାଇବା ପାଇଁ କହୁଥିଲେ, ତାପରେ ବିଚାର ଚାଲିଛି। ତାଙ୍କର ଯାହା ଯାହା ଡିମାଣ୍ଡ ଅଛି ସେଗୁଡ଼ା ସବୁ ପଜିଟିଭଲି ବିଚାର ଆମେ କରିଛୁ। ଉପକୂଳ ଓଡ଼ିଶା ଚାଷୀ ମାନେ ଟିକେ ବର୍ତ୍ତମାନ ଅଭିଯୋଗ କରୁଛନ୍ତି ଯେ ଅମଳ ବହୁତ ଦିନ ହେଇଗଲାଣି, ଅମଳ କରି ସେମାନେ ଶୁଣନ୍ତୁ ଆଜ୍ଞା, ଇତିହାସ ମିଛ କହିବନି। ତାଙ୍କର ସବୁ ଲାଷ୍ଟରେ ଜାନୁଆରୀ ଆଡ଼େ, ଡିସେମ୍ବର ଆଡ଼େ ହୁଏ। ନଭେମ୍ବରରୁ ଷ୍ଟାର୍ଟ ହୁଏ ପଶ୍ଚିମାଞ୍ଚଳ। ତ ଆକର୍ଡିଂଲି ଯେମିତି ସବୁ ବର୍ଷ ହୁଏ ସେଇ ହିସାବରେ ଆମେ ଆରମ୍ଭ କରିଛୁ। କିଛି ଅସୁବିଧା ନାହିଁ, କିଛି ଜଲବାଜି ହେବାର ନାହିଁ। କିଛି ଲୋକ ତରତର ହେବେ, ତାଙ୍କ ତରତରରେ କ'ଣ ସରକାର ଧାଇଁବ ନା କ'ଣ? ସେମିତି ନାହିଁ। ପ୍ରାୟ ଅବିକା ମୋ ପାଖରେ ରିପୋର୍ଟ ନାହିଁ। ଆଉ ଅନେକ ଜିଲ୍ଲାମାନଙ୍କରେ କିଣିବା ଆରମ୍ଭ ହେଇଯାଇଛି। ଯୋଉ ଯୋଉ ଚାଷୀମାନେ ତାଙ୍କ ଧାନ ନେଇକି ଆସୁଛନ୍ତି ତାଙ୍କର ଟୋକନ ଦିଆହେଇଛି। ତାଙ୍କୁ ଟୋକନ ଯୋଉ ଦିନ ପାଇ ଦିଆହେଇଛି ସେମାନେ ସବୁ ଧାନ ଧରିକି ଆସୁଛନ୍ତି ଏବଂ ଧାନ ତାକୁ କିଣା ହେଉଛି, କିଛି ଅସୁବିଧା ନାହିଁ। ବିଳମ୍ବ ହବାର ଗୋଟେ କାରଣ ହେଉଛି ଏଇ ବର୍ଷ ଅକ୍ଟୋବର ମାସ ପର୍ଯ୍ୟନ୍ତ ବର୍ଷା ଲାଗି ରହିଲା, ସେଇଥିପାଇଁ 2-4 ଦିନ ଡେରି ହେଇଛି। ନହେଲେ ଡେରି ହେବାର କିଛି ନାହିଁ, କାରଣ ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ ପ୍ରୋକ୍ୟୁରମେଣ୍ଟ। ଗୋଟେ ଦିନରେ ତ 60,000-70,000 କୁଇଣ୍ଟାଲ ଧାନ ଉଠିବ ନା, ସେଥିରେ କିଛି ଅସୁବିଧା ନାହିଁ। ତାଙ୍କର କିଛି ଡିମାଣ୍ଡ ଥିଲା, ସେଥିପାଇଁ ସେ ଆନ୍ଦୋଳନରେ ବସିଥିଲେ। ମୁଁ ତାଙ୍କୁ ଡକେଇକିରି ତାଙ୍କୁ ବୁଝେଇବା ପରେ ସେ ପୁଣି କାମ ଆରମ୍ଭ କରିଛନ୍ତି। ଇ କେୱାଇସି ଡିସେମ୍ବର 31 ସୁଦ୍ଧା ଇ କେୱାଇସି ଚାଲିବ। ଆଉ ଡିସେମ୍ବର 31 ସୁଦ୍ଧା ଇ କେୱାଇସି ଚାଲିବ। ଇ କେୱାଇସିରେ କିଛି ଅସୁବିଧା ନାହିଁ। ଯେ ଆପଣଙ୍କର ଦେଖନ୍ତୁ ବର୍ତ୍ତମାନ ସୁଦ୍ଧା 89,398 ମେଟ୍ରିକ ଟନ୍ ଧାନ କିଣା ସରିଲାଣି। 89,398। ଏ ବାବଦକୁ ପଇସା ପେମେଣ୍ଟ ହେଇଗଲାଣି। ଇନପୁଟ ମାନେ ଯୋଉଟା ଏମଏସପି ବାବଦକୁ 59,57 ଲକ୍ଷ 59,57 ଲକ୍ଷ ଏବଂ ଇନପୁଟ ଆସିଷ୍ଟାଣ୍ଟ ବାବଦକୁ 30,72 ଲକ୍ଷ। ସର୍ବାଧିକ ବର୍ତ୍ତମାନ ସମ୍ବଲପୁରରେ 51,766 ମେଟ୍ରିକ ଟନ୍ ଉଠା ସରିଲାଣି। ୟା ପୂର୍ବରୁ ତଳକୁ ବରଗଡ଼ ହେଉଛି 34,305। ବୁଝିପାରିଲେ? ତେଣୁ ବର୍ତ୍ତମାନ ଏ କାମ ପ୍ରାୟ 6ଟା ଜିଲ୍ଲାରେ ଆରମ୍ଭ ହୋଇଗଲାଣି। ବରଗଡ଼, ବଲାଙ୍ଗୀର, କଳାହାଣ୍ଡି, ନୂଆପଡ଼ା, ସମ୍ବଲପୁର ଆଉ ସୁବର୍ଣ୍ଣପୁର, ବୁଝିପାରିଲେ, ସୋନପୁର ଯୋଡ଼ା ପଡ଼େ। ଆମେ ଧୀରେ ଧୀରେ ପୁରା ରାଜ୍ୟରେ ଆରମ୍ଭ ହୋଇଯିବ। କିଛି ସ୍ମୁଥଲି ଚାଲିଛି, କିଛି ଅସୁବିଧା